ଯେତେବେଳେ ଗୋଟିଏ ଜିନିଷ ଚୌଦ୍ୱାର ଜେଲରୁ ଯେତେବେଳେ କୌଣସି କଏଦୀ ଯାଉଛନ୍ତି ସେତେବେଳେ ଯେଉଁଭଳି 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସେମାନଙ୍କ ପ୍ରତି ରହିବା କଥା, ନିଗରାନୀ ରହିବା କଥା, ନଜର ରହିବା କଥା, କେଉଁଠି ନା କେଉଁଠି ସେଥିରେ ଦୁର୍ବଳତା ରହିଛି, ଯାହାଫଳରେ ଏଭଳି ଘଟଣାମାନ ବାରମ୍ବାର ଘଟୁଛି। ଅନ୍ୟପକ୍ଷରେ ଯଦି ଆପଣ ଦେଖିବେ ଯେଉଁ ଏମ୍ଡି କଲିମଙ୍କ କଥା କୁହାଯାଉଛି, କିଛି ଦିନ ତଳେ ଏକ ହତ୍ୟା ଉଦ୍ୟମରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ଗିରଫ ପରେ, ଏବଂ ଯାହା କୁହାଯାଉଛି ଜେଲ୍ ତରଫରୁ ଯେ ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା, ଯାହା ଫଳରେ ତାଙ୍କୁ ଚୌଦ୍ୱାର ଯେଉଁ ମାନସିକ ରୋଗ ରହିଛି ସେହି ସେଲ୍ରେ ରଖାଯାଉଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାର ତରଫରୁ କୌଣସି ପ୍ରକାର ସ୍ପଷ୍ଟୀକରଣ ଆସିନାହିଁ। ମୃତକଙ୍କ ପରିବାର ତରଫରୁ ମୃତକଙ୍କର ଆଜି ପୋଷ୍ଟମର୍ଟମ୍ କରାଯିବ ଏବଂ କଟକ ଏସ୍ସିବିର ମର୍ଗ ହାଉସ୍ରେ ତାଙ୍କର ଶବଟିକି ରଖାଯାଇଛି ଏବଂ ତାଙ୍କ ପରିବାର ଲୋକଙ୍କୁ ଆସିଲା ପରେ ତାଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ୍ କରାଯିବ। କିନ୍ତୁ ପରିବାର ତରଫରୁ ବର୍ତ୍ତମାନ କୌଣସି ପ୍ରକାର ସେମିତି ଅଭିଯୋଗ ଆମର ହସ୍ତଗତ ହେଇନାହିଁ। ପରବର୍ତ୍ତୀ ସମୟରେ ଜଣାପଡ଼ିବ ଯେ ପ୍ରକୃତରେ ତାଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିଲା କି, କାହିଁକି ସେ ମାନସିକ ଚାପରେ ଥିଲେ, କାହିଁକି ସେ ମାନସିକ ରୋଗ ବିଭାଗରେ ଥିଲେ, ତାଙ୍କର ସେମିତି କିଛି ପୂର୍ବ ହିଷ୍ଟ୍ରି ରହିଛି କି, ତାଙ୍କର ଆଗରୁ ମାନସିକ ରୋଗ ବିଭାଗରେ ଚିକିତ୍ସା କରାଯାଉଥିଲା କି, ନିଶାସକ୍ତ ଅବସ୍ଥାରେ ସିଏ ଥିଲେ କି, ଯାହାଫଳରେ କି ନିଶା ଯୋଗୁଁ ଏମିତି ତାଙ୍କର ଅବସ୍ଥା ହେଇଥିଲା। ତ ପ୍ରକୃତ ଚିତ୍ର ତାଙ୍କ ପରିବାର ଯେତେବେଳେ ସାମ୍ନାକୁ ଆସିବେ ସେତେବେଳେ ପ୍ରକୃତ ଚିତ୍ର ଜଣାପଡ଼ିବ। ଜେଲ୍ ତରଫରୁ ଯେତେ ସଫେଇ ଦିଆଗଲେ ମଧ୍ୟ ଦେଖନ୍ତୁ, ଜେଲ୍ ତରଫରୁ ସଫେଇ ଦିଆଗଲା ଯେ ତାଙ୍କର ମାନସିକ ରୋଗ ଥିଲା, କିନ୍ତୁ ଯେଉଁ ପୂର୍ବ ଘଟଣା ଗୁଡ଼ିକ ନେଇ ଚୌଦ୍ୱାର ଜେଲ୍ ଚର୍ଚ୍ଚାରେ ଅଛି, ସେ ଘଟଣାଗୁଡ଼ିକ ତ କେହି ଅସ୍ୱୀକାର କରିପାରିବେ ନାହିଁ। କଏଦୀ ଫେରାର ହେଇଯାଉଛନ୍ତି ଚୌଦ୍ୱାର ଜେଲ୍ରୁ ଏବଂ ଚୌଦ୍ୱାର ଜେଲ୍ରେ ବାରମ୍ବାର ଏଭଳି ସନ୍ଦେହଜନକ ମୃତ୍ୟୁ କଏଦୀଙ୍କର ଘଟୁଛି, ତା ଉପରେ କୌଣସି ପ୍ରକାର ସ୍ପଷ୍ଟୀକରଣ ମିଳୁନାହିଁ।